ଗତକାଲି 5/10/2025 ସନ୍ଧ୍ୟା 7:30 ବେଳେ ବିନ୍ଦୁସାଗର ସ୍ୱାଇଁ ତାଙ୍କର ଦୁଇ ଝିଅ, ଗୋଟେ ଝିଅ ହେଉଛି ତା ନା ଶୁଭଶ୍ରୀ ସ୍ୱାଇଁ, ତାର ବୟସ 13 ବର୍ଷ, ଆଉ ଗୋଟେ ସୁଶ୍ରୀ ଦିବ୍ୟାଙ୍ଗୀ, ତାର ବୟସ 4 ବର୍ଷ। ତାଙ୍କୁ ନେଇକି ସେ ଯେଉଁ ଦୁର୍ଗା କ୍ଲବ୍ର ଯେଉଁ ଗୋଟେ ମୀନା ବଜାର ପଡ଼ିଛି ଦୁର୍ଗା ପୂଜା କରିବେ, ସେ ଆସିଥିଲେ ବୁଲିବା ପାଇଁ। ସେ ବୁଲିଲା ବେଳେ ଏ 3 ଜଣ ଯେଉଁ ଚୋର ଅଛନ୍ତି, ଜଣେ ହେଉଛି ସୁକାନ୍ତ ଦାସ, ଆଉ ତାର ସ୍ତ୍ରୀ ହେଉଛି ସକିନା ଦାସ, ଆଉ ଜଣେ ତାଙ୍କର ସହଯୋଗୀ ବର୍ଷା ଦାସ। ସେମାନେ ସବୁ ସେ ଗହଳିରେ ବୁଲୁଥିଲେ। ସେମାନେ ସବୁ ପିଛା କରୁଥିଲେ କିଏ କ'ଣ ସୁନା ଜିନିଷ ପିନ୍ଧିଛି ସେ ପିଛା କରୁଥିଲେ। ଯେତେବେଳେ ଦେଖିଲେ ଏଇ ଯେଉଁ ଆମର ବିନ୍ଦୁସାଗର ସ୍ୱାଇଁ ତାଙ୍କର ଯେଉଁ 4 ବର୍ଷ ଝିଅକୁ ସେ କାନ୍ଧରେ ପକେଇକି ନେଇ ଯାଉଥିଲେ, ବୁଲୁଥିଲେ। ସିଏ ଦେଖିଲେ ତା ବେକରେ ଗୋଟେ ସେ ସୂତାରେ ଗୋଟେ ସୁନା ଲକେଟ୍ଟେ ଲଗେଇଛି। ତେଣୁ ଏଇ ଯେଉଁ ସକିନା ଯିଏ, ସେ କ'ଣ ନା ଛୋଟ ଗୋଟେ ବ୍ଲେଡ୍ ଧରିକି ସେ ସୂତାଟାକୁ କାଟିଲାକୁ ସେ ଝିଅ ବେକରେ ଟିକେ ଲାଗିଗଲା। ସେ ଚିଙ୍ଗ ଉଠିଲା, ସେ ଚିଙ୍ଗ ଉଠିକି ସେ ଦେଖିଲା ଯେ ସେତେବେଳେ ନେଇଯାଇଛି, ସେତେବେଳେ ପାଟି କରିଛି ଯେ ବାବା ଏ ଚୋର ନେଇଗଲା, ମୋ ସୁନା ଲକେଟ୍ ନେଇଗଲା ବୋଲି। ସେତେବେଳେ ସକିନା ସାଙ୍ଗେ ସାଙ୍ଗେ ଆଖି ପିଛୁଳାକେ ସେଇଟାକୁ ହ୍ୟାଣ୍ଡ ଓଭର କରିଦେଇଛି ତାର ସ୍ୱାମୀ ସୁକୁଟା ଦାସକୁ। ତାପରେ ସେଠୁ ସେ ପାଟି କଲା ପରେ ଆମର ଯେଉଁ କ୍ଲବ୍ ମେମ୍ବର ମାନେ ଥିଲେ ଦୁର୍ଗା କ୍ଲବ୍ର ଆଉ କିଛି ଲୋକ, ସେ ତାଙ୍କୁ ଅଟକେଇ ରଖିଲେ। ତାପରେ ସେ ଆମକୁ ଆସିକି ଗୋଟେ ରିପୋର୍ଟ ଦେଲେ। ଆମର ତାଙ୍କ ରିପୋର୍ଟ ଉପରେ ଆମର ଥାନା ଅସ୍ତରଙ୍ଗ ଥାନା କେସ୍ ନମ୍ବର 206 ଡେଟେଡ୍ 5/10/25 ଅଣ୍ଡର ସେକ୍ସନ୍ 309/6 BNSରେ ଗୋଟେ କେସ୍ କରାହେଇଥିଲା। ଆଉ ତଦନ୍ତ ଜଣାପଡ଼ିଲା ଯେ ଏମାନେ ଆସିଥିଲେ, ତାଙ୍କ ଘର ହେଉଛି ଶଗଡ଼ା ଶ୍ରୀମୁଖ ଥାନା ନିମାପଡ଼ା। ସେମାନେ ଗୋଟେ ବାଇକ୍ରେ ଆସିଥିଲେ ଏଇ ମୀନା ବଜାରକୁ। ସେ ବାଇକ୍ର କଳା କଲର ଗୋଟେ ଏକ୍ସଟ୍ରିମ୍ ହୋଣ୍ଡା ହିରୋ ହୋଣ୍ଡା ଗାଡ଼ି, ଯାହାର ନମ୍ବର ହେଉଛି OR02BT 0406। ସେ ଗାଡ଼ିରେ ଆସିଥିଲେ ଏବଂ ତାଙ୍କୁ ସେ ପିଛା କରିଛନ୍ତି। ଯେତେବେଳେ ଇଏ ବିନ୍ଦୁସାଗର ସ୍ୱାଇଁ ତାଙ୍କ ଛୋଟ ଛୁଆକୁ ବେକରେ ପକାଇ କାନ୍ଧରେ ପକାଇ ବୁଲଉଛି, ସେ ତାକୁ ପିଛା କରିଛନ୍ତି। ପିଛା କଲାବେଳେ ସେଠି ସେ ନେଇଥିଲେ। ତାଙ୍କର ପର୍ସନାଲ୍ ସର୍ଚ୍ଚ କଲାବେଳେ ସୁକୁଟାଠୁ ଗୋଟେ ସେଇ କଳା ଫିତା ଲାଗିଥିବା ସେ ଚୋରି ଲକେଟ୍ଟି ମିଳିଲା। ଆଉ ତା ପାଖରୁ 840 ଟଙ୍କା, ଆଉ ଗୋଟେ ଭିଭୋ ମୋବାଇଲ୍, ଆଉ ସେ ମୋଟରସାଇକେଲଟା ତାଠୁ ସିଜର କରାଯାଇଛି। ଆଉ 2 ଜଣ ଯେଉଁ ଲେଡ଼ି ଥିଲେ, ଗୋଟେ ସକିନା ଦାସ ତାଠୁ 2ଟା ଭଙ୍ଗା ବ୍ଲେଡ୍, ଆଉ ବର୍ଷା ଦାସଠୁ ଗୋଟେ ଭଙ୍ଗା ବ୍ଲେଡ୍ ଜବତ କରା। ସେଇଟା ଆମର ଭେରିଫାଇ କରୁଛୁ ତାଙ୍କର କ୍ୟାରେକ୍ଟର ଆଣ୍ଟିସିଡେଣ୍ଟ କ'ଣ ଅଛି, ସେଇଟା ବନ୍ଧୁ ଜଣାପଡ଼ୁନି। ହଁ, ତାଙ୍କୁ ଗିରଫ କରାହେଲା। ଗିରଫ କରାହେଇକି ତାଙ୍କୁ ଆଜି କୋର୍ଟ ପ୍ରଡକ୍ଟ କରାଯାଇଛି।